ବନ୍ୟା ଛାଡ଼ି ଯାଇଛି, ଦେଇ ଯାଇଛି ଦୁଃଖ। ଚାଷୀ କୂଳ ଏବେ ହତାଶ। ମୁଣ୍ଡ ଝାଳ ତୁଣ୍ଡରେ ମାରି ଯେଉଁ ଧାନ ରୋଇଥିଲା ବିଲରେ ସେ ସବୁ ଏବେ ପଚି ସଢ଼ି ଯାଇଛି। ପ୍ରକୃତିର ଏହି ବିପର୍ଯ୍ୟୟରୁ ସେ କିପରି ଓହରିବ ଓ ତେଲ ଲୁଣ ସଂସାର ଚଳାଇବ ତା ମୁଣ୍ଡରେ ଏବେ ଚଡ଼କ। ଜଳକା ନଦୀରେ ବନ୍ୟା ଛାଡ଼ିବାର 9 ଦିନ ପରେ ବି ଲୋକଙ୍କ ଦୁର୍ଦ୍ଦଶା କମିନି। ଜଳ ନିଷ୍କାସନର ସୁବିଧା ନଥିବାରୁ ଏବେ ବି ହଜାର ହଜାର ହେକ୍ଟର ଚାଷ ଜମିରେ ଲହଡ଼ି ମାରୁଛି ବନ୍ୟା ପାଣି, ଯାହାଫଳରେ ଧାନ ତଳି ସବୁ ପଚିଗଲାଣି। ବାଲେଶ୍ୱର ଜିଲ୍ଲା ବସ୍ତା ବ୍ଲକର 10ରୁ ଉର୍ଦ୍ଧ୍ୱ ପଞ୍ଚାୟତରେ ଧାନ ଚାଷ ସମ୍ପୂର୍ଣ୍ଣ ଉଜୁଡ଼ି ଯାଇଥିବା ବେଳେ କ୍ଷତିପୂରଣ ପାଇଁ ଦାବି କରିଛନ୍ତି ଚାଷୀ। ଅନ୍ୟପଟେ ନଦୀର ଉପରମୁଣ୍ଡ ମୟୂରଭଞ୍ଜରେ ପ୍ରବଳ ବର୍ଷା କାରଣରୁ ପୁଣି ବିପଦ ସଂକେତ ଅତିକ୍ରମ କରିଛି ଜଳକା ନଦୀ ଜଳସ୍ତର। ବସ୍ତା ବ୍ଲକ ମଥାନୀଠାରେ ବିପଦ ସଂକେତ 6.50 ଥିବା ବେଳେ ସକାଳ 10ଟା ସୁଦ୍ଧା ଜଳସ୍ତର 6.54 ମିଟରରେ ପ୍ରଭାବିତ ହେଉଛି, ଯାହାଫଳରେ ପୁଣି ବନ୍ୟା ଆଶଙ୍କା ନେଇ ଚାଷୀମାନେ ଆତଙ୍କିତ ଅବସ୍ଥାରେ ରହିଛନ୍ତି। ବାଲେଶ୍ୱର ଜିଲ୍ଲାରୁ ପ୍ରଭାକର ମଲ୍ଲିକଙ୍କ ରିପୋର୍ଟ, NTV।